यूनिट 1 भाषण दक्षता संभाषण पर्याय पर शिक्षक विद्यार्थी मानकर भाषण दक्षता उपर गुरुत्व दियाजे। सुमधुर स्वर हास्यवदन नाट्य अभिनय माध्यम प्रसंग उपस्थापन परी सभामंडप गुणावली रही आवश्यक यथा प्रकृति यस्य कल्याणी दन्तोष्ठ यस्य शोभना प्रगल्भश्च विनीत तस्य सवर्णान् वक्तुमर्हति। क प्राकृतिक परिस्थिति अनुकूल्य। ख दंत ओष्ठर सौंदर्य। ग अति वाक् चातुर्य। घ विनय भाव ଏହି ଚାରୋଟି ଗୁଣ ମନୁଷ୍ୟକୁ ଏକ ଉତ୍ତମ ବକ୍ତା ରୂପେ ସୃଷ୍ଟି କରିପାରେ। ଭାଷଣ ପ୍ରଦାନ କଲାବେଳେ ଶ୍ଲୋକ ମାଧ୍ୟମରେ ଉଦାହରଣ ଦେବା, ଶ୍ରେଣୀଗୃହକୁ ମଣ୍ଡନ କରିବା, ଶ୍ଲୋକସ୍ଥ ଅନୁସ୍ୱାର ବିସର୍ଗ ଓ ପଦଗୁଡ଼ିକ ମଧ୍ୟରେ ଥିବା ଯୁକ୍ତାକ୍ଷରର ପୂର୍ବ ବର୍ଣ୍ଣ ଓ ପଦାନ୍ତ ବର୍ଣ୍ଣକୁ ଗୁରୁ ବା ଦୀର୍ଘକୁ ଅନୁସରଣ କରାଯାଏ। ଶ୍ରୀ ଭଟ୍ଟକେଦାରନାଥଙ୍କ ଭାଷଣରେ ଅନୁସ୍ୱାର ବିସର୍ଗାନ୍ତ ଦୀର୍ଘଯୁକ୍ତ ପରଶ୍ଚତୟ ବା ପଦାନ୍ତେ ତ୍ୱସଃ ବକ୍ତୃ ଜ୍ଞେୟୋନ୍ୟୋ ମାତ୍ରିକା ඍଜୁ ବୃହଦରତ୍ନାକର। ඍଜୁଙ୍କ ଅର୍ଥ ହ୍ରସ୍ୱ। ବିଦ୍ୟାଳୟରେ ପଠନରତ ଛାତ୍ରମାନେ ପ୍ରାଥମିକ ସ୍ତରରେ ଭାଷଣ ଦେବା ପାଇଁ ପ୍ରୟାସ ରଖିଲେ ଏହି ଭାଷା ସୁଶ୍ରବ୍ୟ ଓ ସୁକଥ୍ୟ ହୋଇପାରିବ। ଏଣୁ ସଂସ୍କୃତ ଭାଷାର ବାଗ୍ମିତା ସୃଷ୍ଟି କରିବା ପାଇଁ ଶିକ୍ଷାର୍ଥୀମାନେ ଯତ୍ନଶୀଳ ହେବା ସର୍ବାଦୌ ବାଞ୍ଛନୀୟ। ବାଗ୍ମିତା ବୃଦ୍ଧି ପାଇଁ ମାର୍ଗତ୍ରୟ 3ଟି ମାର୍ଗ। ଶିକ୍ଷକ ଛାତ୍ରମାନଙ୍କୁ ଉତ୍ତମ ବାଗ୍ମୀ ରୂପେ ସୃଷ୍ଟି କରିବା ପାଇଁ ନିମ୍ନୋକ୍ତ ମାର୍ଗତ୍ରୟକୁ ଅନୁସରଣ କରିବା ଉଚିତ। 1. ମାନସିକ ଭାରସାମ୍ୟ ସୁରକ୍ଷା। 2. ଧ୍ୱନିତତ୍ତ୍ୱ ଜ୍ଞାନ ଧ୍ୱନିତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନ। 3. ପୁନଃ ପ୍ରୟାସ। ପ୍ରଥମେ ମାନସିକ ଭାରସାମ୍ୟ ସୁରକ୍ଷା। ସ୍ୱକୀୟ ଭାଷାରେ ଶବ୍ଦାବଳୀ ଉତ୍ପନ୍ନ ହେବାକୁ ତାତ୍ତ୍ୱିକ ଜ୍ଞାନ, ନୂତନ ପଦ ସୃଷ୍ଟି କରିବା, ମାନସିକତା, ଯଥାର୍ଥ ପଦପ୍ରୟୋଗ ଦକ୍ଷତା ହିଁ ଏହାର ମୁଖ୍ୟ କାରଣ। ପତ୍ର ପତ୍ରିକା ଓ ପୁରାଣାଦି ଗ୍ରନ୍ଥରେ ଉପଲବ୍ଧ ନୀତିଶିକ୍ଷା, ଚାରିତ୍ରିକ ମୂଲ୍ୟବୋଧ ସମ୍ପନ୍ନ ଗଳ୍ପଗୁଡ଼ିକୁ ସ୍ମରଣ ରଖି ସଦସୀ ବାକ୍ ପଟୁତା ନ୍ୟାୟରେ ଶ୍ରେଣୀ ପ୍ରକୋଷ୍ଠରେ ଛାତ୍ରମାନେ ଏକ ସପ୍ତାହରେ ଅନ୍ୟୁନ ଗୋଟିଏ ପିରିୟଡ଼ରେ ଭାଷଣ ପାଇଁ ଅଭ୍ୟାସ କରିବା ବିଧେୟ। ଧ୍ୱନିତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନ। ବର୍ଣ୍ଣମା ପଦର ଉଚ୍ଚାରଣ ସମୟରେ ଧ୍ୱନିତତ୍ତ୍ୱର ପ୍ରାଧାନ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ ତ୍ରୟର ଉଚ୍ଚାରଣ ର, ଲ, ଲ, ଜ, ୟ ଇତ୍ୟାଦି ବର୍ଣ୍ଣଗୁଡ଼ିକର ପ୍ରକାରଭେଦ ବିଷୟରେ ସମ୍ୟକ୍ ଜ୍ଞାନ, ଡ଼, ଢ, ଢ, ର ଉଚ୍ଚାରଣ ଓ ପ୍ରୟୋଗ ପାର୍ଥକ୍ୟ ପରି ଅନେକ ଧ୍ୱନି ତତ୍ତ୍ୱ ସମ୍ବଳିତ ତାତ୍ତ୍ୱିକ ଜ୍ଞାନ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷକ ଅନୁଗତ କରିବା ଉଚିତ। ଏତଦ୍ଭିନ୍ନ ଟିଭି, ଟେପ୍ ରେକର୍ଡର ଇତ୍ୟାଦି ଆଧୁନିକ ଯନ୍ତ୍ରାବଳୀର ମଧ୍ୟ ସାହାଯ୍ୟ ନିଆଯାଇପାରେ। ଗ. ପୁନଃ ପ୍ରୟାସ। ସଭାମଞ୍ଚ ଦଣ୍ଡାୟମାନ ହେବା ଅବସ୍ଥାରେ ଛାତ୍ରମାନେ ଲଜ୍ଜା, ଭୟ ଓ କମ୍ପିବାକୁ ଆରମ୍ଭ କରିଥାନ୍ତି। ବାରମ୍ବାର ଅଭ୍ୟାସ କାଳରେ ସାହସ ବୃଦ୍ଧି ପାଏ ଏବଂ ପୂର୍ବବତ୍ ଭୀତି ବା ଲଜ୍ଜାବୋଧ ହୁଏ ନାହିଁ। ଶିକ୍ଷକ ଏଥିପାଇଁ ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଆବଶ୍ୟକ। ଉତ୍ତମ ଓ ଉତ୍ସାହୀ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାର୍ଥୀମାନେ ଉତ୍ତମ ବାଗ୍ମୀ ହୋଇପାରିଲେ ସମାଜରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ହେବା ସୁନିଶ୍ଚିତ।